ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ଆମେ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ପ୍ରତିଦିନ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖା ନାହିଁ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ଲେଖା ନାହିଁ, ଏ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ବାଇବଲରେ ଅନେକ ଘଟଣା ତାରିଖ ସହିତ ଲେଖା ହୋଇଛି। ଇସ୍ରାଏଲ ଲୋକମାନେ କେଉଁ ଦିନ ମିଶର ଦେଶର ବନ୍ଧନରୁ ମୁକ୍ତ ହୋଇ ସେମାନେ ବାହାରି ଆସିଲେ, ଏଇଟା ତାରିଖ ସହିତ ଲେଖାଯାଇଅଛି। ଆଉ ବାଇବଲରେ ବିଭିନ୍ନ ଘଟଣା ଗୁଡ଼ିକକୁ ତାରିଖ ସହିତ ଲେଖାଯାଇଅଛି। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ ଲେଖାଯାଇ ନାହିଁ। କାହିଁକି ଲେଖାଯାଇ ନାହିଁ? ଯଦି ଆମେ ଗୋଟେ ପଦ ଆମେ ପଢ଼ିବା ପାଇଁ ଯିବା, ପ୍ରକାଶିତ 1 ଅଧ୍ୟାୟର 4 ପଦ, ଯୋହନ ଆସିଆସ୍ତ ସପ୍ତମଣ୍ଡଳୀ ନିକଟକୁ ଲେଖୁଅଛି ଯେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ ତାହାଙ୍କ ଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କ ଠାରୁ। 8 ପଦ, ଯେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ ଯେ ସର୍ବଶକ୍ତିମାନ ସେହି ପ୍ରଭୁ ଈଶ୍ୱର କହନ୍ତି ଆମ୍ଭେ କୟକ୍ଷ। 18 ପଦ, ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ। ପ୍ରିୟମାନେ, ଏହି ସ୍ଥାନରେ ଆମେ ଦେଖୁଛୁ, ଆମେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ ସେ ବର୍ତ୍ତମାନ ଭୂତ ଓ ଭବିଷ୍ୟତ, ସେ ହିଁ ଆରମ୍ଭ, ସେ ହିଁ ଶେଷ। ତାଙ୍କର କୌଣସି ଆରମ୍ଭ ନାହିଁ କି ତାଙ୍କର କୌଣସି ଶେଷ ନାହିଁ। ସେ ଆଲଫା ଅଟନ୍ତି ଆଉ ସେ ଓମେଗା ଅଟନ୍ତି। ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ ସେ ଆରମ୍ଭ ଶେଷ, ତାଙ୍କର କୌଣସି ପ୍ରକାର ପ୍ରାରମ୍ଭ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ପବିତ୍ର ଆତ୍ମା ଜାଣି ଶୁଣି ସେ ବାଇବଲରେ ସେ ଲେଖି ନାହାନ୍ତି। କାରଣ ଆମେ ଯେଉଁ ପରମେଶ୍ୱରଙ୍କର ଆମେ ସେବା କରୁଛୁ ସେ ତାଙ୍କର କୌଣସି ଆରମ୍ଭ ନାହିଁ କି କୌଣସି ଶେଷ ନାହିଁ। ସେ କ ଅକ୍ଷ ପରମେଶ୍ୱର ସେ ଅଟନ୍ତି। ପରମେଶ୍ୱରଙ୍କର କୌଣସି ପ୍ରକାର ଆରମ୍ଭ ନଥାଏ କି କୌଣସି ପ୍ରକାର ଶେଷ ନଥାଏ। ସେ ସମଗ୍ର ମାନବ ଜାତିକୁ ଉଦ୍ଧାର କରିବା ପାଇଁ ସେ ଆଜିକୁ 2025 ବର୍ଷ ପୂର୍ବେ ସେ ବେଥଲିହିମର ଗୁହାଳ ଘରେ ସେ ମାନବ ଦେହ ଧାରଣ କରି ସେ ଆସିଥିଲେ। ଆଜିକୁ 2025 ବର୍ଷ ପୂର୍ବେ ପରମେଶ୍ୱରଙ୍କ ଆରମ୍ଭ ହୋଇନଥିଲା। ସେ ମନୁଷ୍ୟ ଜାତିକୁ ତାଙ୍କ ପାପରୁ ଉଦ୍ଧାର କରି ପୁନର୍ବାର ପିତା ପରମେଶ୍ୱରଙ୍କ ସହିତ ତାଙ୍କୁ ମିଶେଇବା ନିମନ୍ତେ ସେ ଗୋଟେ ମାନବ ଦେହ ଧାରଣ କରି ଏ ଧରା ପୃଷ୍ଠକୁ ଆସିଥିଲେ। ମାତ୍ର ଆମର ପରମେଶ୍ୱରଙ୍କର କୌଣସି ଆରମ୍ଭ ନାହିଁ କି କୌଣସି ଶେଷ ନାହିଁ। ସେ ହିଁ ଆରମ୍ଭ, ସେ ହିଁ ଶେଷ। ପ୍ରତ୍ୟେକ ମନୁଷ୍ୟର ଗୋଟେ ଆରମ୍ଭ ଥାଏ, ଗୋଟେ ଶେଷ ଥାଏ। ମାତ୍ର ପରମେଶ୍ୱରଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ଆମେ ସେହି ପ୍ରକାର ସର୍ବଶକ୍ତିମାନ ପରମେଶ୍ୱରଙ୍କର ଆମେ ସେବା କରୁଛୁ, ଯେଉଁ ପରମେଶ୍ୱର କି ଆଜି କାଲି ଓ ଚିରକାଳ ସମାନ ଅଟନ୍ତି। ସେ ଅପରିବର୍ତ୍ତନୀୟ ପରମେଶ୍ୱର, ତାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ପ୍ରିୟମାନେ, ସେଥିପାଇଁ ପବିତ୍ର ଆତ୍ମା ପରମେଶ୍ୱର ଜାଣି ଶୁଣି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖଟା ସେ ଗୁପ୍ତରେ ରଖିଛନ୍ତି। କାରଣ ତାଙ୍କର କୌଣସି ପ୍ରକାର ଆରମ୍ଭ ନାହିଁ କି ଶେଷ ନାହିଁ। ଯେଉଁ ସମୟରେ ଆମେ ଡକ୍ଟର ଲୁକଙ୍କ ପୁସ୍ତକ ଲୁକ ଲିଖିତ ସୁସମାଚାରକୁ ଆମେ ପଢ଼ୁ, ସେହି ସ୍ଥାନରେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖକୁ ଏହି ପ୍ରକାର ଭାବେ ଲେଖନ୍ତି। ଯଦି ଆମେ ପଢ଼ିବା ଲୁକ 2 ଅଧ୍ୟାୟ ଏହାର 10 ପଦରୁ, ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି।
ସେ ଖ୍ରୀଷ୍ଟ ପ୍ରଭୁ। ଏହି ସ୍ଥାନରେ ଆମେ ଦେଖୁଛୁ ଡକ୍ଟର ଲୁକ୍ ସେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖକୁ କ'ଣ କହୁଛନ୍ତି? ଆଜି। କେବେ? ଆଜି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆଜିକୁ 2025 ବର୍ଷ ପୂର୍ବେ ମାନବ ଦେହ ଧାରଣ କରି ସେ ବେଥଲେହେମକୁ ଆସିଲେ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରତିଦିନ ସେ ଜନ୍ମ ହେଉଛନ୍ତି। ଶାରୀରିକ ଭାବରେ ନୁହେଁ, ମାତ୍ର ପ୍ରତିଦିନ ସେ ମନୁଷ୍ୟମାନଙ୍କ ହୃଦୟରେ ଜନ୍ମଗ୍ରହଣ କରୁଛନ୍ତି। ପ୍ରତିଦିନ ଅନେକ ଲୋକ ନିଜର ପାପକୁ ସ୍ୱୀକାର କରି ତାହା ଛାଡ଼ି ପରିତ୍ୟାଗ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ସେ ଗ୍ରହଣ କରୁଛନ୍ତି। ଯେତେବେଳେ ଗୋଟେ ବ୍ୟକ୍ତି ପାପ ସ୍ୱୀକାର କରି ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରୁଛନ୍ତି, ସେଇଦିନ ସେ ବ୍ୟକ୍ତିଙ୍କ ନିମନ୍ତେ ତାହା ଖ୍ରୀଷ୍ଟମାସ ଅଟେ। କାରଣ ପ୍ରଭୁ ତାଙ୍କ ହୃଦୟରେ ଆସିଲେ, ତାଙ୍କ ହୃଦୟରେ ଜନ୍ମଗ୍ରହଣ କଲେ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କେବଳ 2025 ବର୍ଷ ପୂର୍ବେ ହିଁ ଜନ୍ମଗ୍ରହଣ କଲେ ତାହା ନୁହେଁ, ସେ ପ୍ରତିଦିନ ପ୍ରତ୍ୟେକ ବ୍ୟକ୍ତିଙ୍କର ଯେଉଁମାନେ ତାହାଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରୁଛନ୍ତି, ତାଙ୍କର ହୃଦୟରେ ଜନ୍ମଗ୍ରହଣ କରୁଛନ୍ତି। ସେଥିପାଇଁ ବାଇବଲରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ନାହିଁ। କାରଣ ସେ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କ ଆରମ୍ଭ ନାହିଁ କି ଶେଷ ନାହିଁ। ଆଉ ସେ ପ୍ରତିଦିନ ମନୁଷ୍ୟମାନଙ୍କ ହୃଦୟରେ ଜନ୍ମଗ୍ରହଣ କରୁଛନ୍ତି। ପ୍ରିୟମାନେ, 25 ଡିସେମ୍ବର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ନାହିଁ, ଏହା ସମସ୍ତେ ଖ୍ରୀଷ୍ଟିଆନ ଜାଣନ୍ତି। ଆଉ ବାଇବଲରେ ମଧ୍ୟ 25 ଡିସେମ୍ବର ଯେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ତାରିଖ, ଏହା କୌଣସି ପ୍ରକାର ଭାବରେ କହେ ନାହିଁ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ମାନବ ଜାତିକୁ ପାପରୁ ଉଦ୍ଧାର କରିବା ପାଇଁ ଆଜିକୁ 2000 ବର୍ଷ ପୂର୍ବେ ସେ ମାନବ ଦେହ ଧାରଣ କରି କୁମାରୀ ମରିୟମଙ୍କ ଗର୍ଭରେ ସେ ଜନ୍ମଗ୍ରହଣ କଲେ। ଏହା ସମସ୍ତେ ସ୍ୱୀକାର କରୁଛନ୍ତି। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ କାହିଁକି ନାହିଁ? କାରଣ ସେ ସର୍ବଶକ୍ତିମାନ, ସେ ଆରମ୍ଭ ଶେଷ, ତାଙ୍କର କୌଣସି ପ୍ରକାର ଅନ୍ତ ନାହିଁ କି ଆରମ୍ଭ ନାହିଁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ ଗୋଟିଏ ଦିନ ହିଁ ଜନ୍ମଗ୍ରହଣ କଲେ ତାହା ନୁହେଁ, ପ୍ରତିଦିନ ଯେଉଁମାନେ ତାଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରୁଛନ୍ତି, ସେମାନଙ୍କ ହୃଦୟରେ ଜନ୍ମଗ୍ରହଣ କରୁଛନ୍ତି। ସେଥିପାଇଁ ଆଜି ତୁମ୍ଭମାନଙ୍କ ନିମନ୍ତେ ଦାଉଦ ନଗରରେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ହେଇଛି। ଏହି କଥା ଦୂତ ସେ କହୁଅଛନ୍ତି। ସେ ମଧ୍ୟ କହୁଛନ୍ତି ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କୌଣସି ଗୋଟିଏ ଐତିହାସିକ ଇତିହାସର ପୁରୁଣା ଘଟଣା ନୁହେଁ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରତିଦିନ ମନୁଷ୍ୟମାନଙ୍କ ହୃଦୟରେ ଜନ୍ମଗ୍ରହଣ କରୁଛନ୍ତି। ଯେଉଁଦିନ ଗୋଟେ ମନୁଷ୍ୟ ହୃଦୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ, ସେଇଦିନ ତା ନିମନ୍ତେ ଖ୍ରୀଷ୍ଟମାସ ଅଟେ। 2000 ମସିହା ଡିସେମ୍ବର ମାସରେ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ହୃଦୟରେ ଜନ୍ମଗ୍ରହଣ କଲେ। ଆଉ ଦେଖୁ ଦେଖୁ ପରିତ୍ରାଣର ଦୀର୍ଘ ବର୍ଷ ମୋତେ ବିତେଇ ଯିବା ପାଇଁ ପ୍ରଭୁ ଅନୁଗ୍ରହ କରିଛନ୍ତି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରା ପୃଷ୍ଠକୁ ଆସିଥିଲେ, ଏହା କୌଣସି ବ୍ୟକ୍ତି ଅସ୍ୱୀକାର କରିବେ ନାହିଁ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରା ପୃଷ୍ଠକୁ କ'ଣ ପାଇଁ ଆସିଥିଲେ, ଏହା ସମସ୍ତେ ଜାଣନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ସର୍ବଶକ୍ତିମାନ ପରମେଶ୍ୱର, ତାଙ୍କର ଆରମ୍ଭ ନାହିଁ କି ଶେଷ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ତାରିଖ ବାଇବଲରେ ନାହିଁ। ମାତ୍ର ସେ ମାନବ ଦେହ ଧାରଣ କରି ସକଳ ମାନବ ଜାତିକୁ ଉଦ୍ଧାର କରିବା ପାଇଁ ଏହି ଧରା ପୃଷ୍ଠକୁ ସେ ଆସିଥିଲେ। ଆଉ ସେ ଆଜି ମଧ୍ୟ ଆପଣଙ୍କ ହୃଦୟରେ ଜନ୍ମଗ୍ରହଣ କରିପାରିବେ। ଆପଣଙ୍କର ଆଜି ମଧ୍ୟ ଖ୍ରୀଷ୍ଟମାସ ହେଇପାରିବ। ଆପଣ ଯଦି ଏବେ ମଧ୍ୟ ନିଜକୁ ଜାଣୁଛନ୍ତି, ଚିହ୍ନୁଛନ୍ତି, ମୁଁ ଜଣେ ପାପୀ, ମୋତେ ଗୋଟେ ଉଦ୍ଧାରକର୍ତ୍ତା ଦରକାର, ମୋତେ କିଏ ଉଦ୍ଧାର କରିପାରିବେ? ଯୀଶୁ ହିଁ ଉଦ୍ଧାର କରିପାରିବେ। ଯୀଶୁ ସମଗ୍ର ମାନବ ଜାତିର ପାପକୁ ସେ ବହି ନେଇଯାଆନ୍ତି। ଯଦି ଆଜି ଆପଣ ଯୀଶୁଖ୍ରୀଷ୍ଟଙ୍କୁ ନିଜର ହୃଦୟରେ ଆମନ୍ତ୍ରଣ କରିବେ, ଆଜି ଆପଣ ପାଇଁ ଖ୍ରୀଷ୍ଟମାସ ହେବ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ଯେ ତୁମେ ପ୍ରତି ପ୍ରଭାତରେ ତୁମ ପବିତ୍ର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଉଛ। ଆଜି ମଧ୍ୟ କଥାବାର୍ତ୍ତା ହେଲ ପ୍ରଭୁ। ଏ ଖ୍ରୀଷ୍ଟମାସ ସମୟରେ ଖ୍ରୀଷ୍ଟମାସ ସମ୍ବନ୍ଧୀୟ କିଛି କଥା ଆମକୁ ନିହାତି ଜାଣିବାର ଆବଶ୍ୟକ ରହିଅଛି। ମୁଁ ତୁମକୁ ଧନ୍ୟବାଦ ଦିଏ, ତୁମେ ବାକ୍ୟ ଦ୍ୱାରା ଆମ ସମସ୍ତଙ୍କୁ ଉତ୍ସାହିତ କରୁଛ, ଆଉ ଏବେ ମଧ୍ୟ ଉତ୍ସାହିତ କରିଛ।
ଆଉ ପ୍ରଭୁ ଯେଉଁମାନେ ଏବେ ଯାଏଁ ତୁମକୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିନାହାନ୍ତି ସେମାନଙ୍କୁ ଅନୁଗ୍ରହ କର, ସେମାନେ ଗ୍ରହଣ କରି ନିଜ ଜୀବନକୁ ତୁମଠାରେ ସୁରକ୍ଷିତ ରଖିପାରିବେ ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ।